ଆଚ୍ଛା ମନ୍ତ୍ରୀ ମହୋଦୟ, ଆପଣଙ୍କୁ ଗୋଟେ ପଟେ ଧନ ଦିଆଯିବ ଆଉ ଗୋଟେ ପଟେ ବୁଦ୍ଧି ଦିଆଯିବ, ତାହେଲେ ଆପଣ କାହାକୁ ଗ୍ରହଣ କରିବେ, ଧନକୁ ନା ବୁଦ୍ଧିକୁ? ମହାରାଜ, ମୁଁ ଧନକୁ ଗ୍ରହଣ କରିବି, କାରଣ ଧନ ଅଛି ଯାହାର ସବୁ ସୁଖ ତାହାର। ଇଏ କ'ଣ କହୁଛନ୍ତି ଆପଣ? ଆପଣ ଧନକୁ ଗ୍ରହଣ କରିବେ, ବୁଦ୍ଧିକୁ ନୁହେଁ? ଆପଣଙ୍କ ଠାରୁ ମୁଁ କେବେ ବି ଏକଥା ଆଶା କରିନଥିଲି। ଆରେ ଧନ ଥିଲେ ଦିନେ ନା ଦିନେ ଚୋରି ହେଇଯାଇପାରେ, କିନ୍ତୁ ବୁଦ୍ଧିକୁ କେହି ଚୋରେଇ ନେଇପାରିବେ ନାହିଁ। ବୁଦ୍ଧି ଥିଲେ ମଣିଷ ଅଜସ୍ର ଧନ ଉପାର୍ଜନ କରିପାରିବ। କେବଳ ସେତିକି ନୁହେଁ, ସେ ବହୁତ ମାନ ସମ୍ମାନର ଅଧିକାରୀ ହେଇପାରିବ। ଆଜି ଆପଣ ଏକଥା ପ୍ରମାଣ କରିଦେଇଛନ୍ତି ଆପଣ ମହାମନ୍ତ୍ରୀ ପଦ ପାଇଁ ଯୋଗ୍ୟ ନୁହନ୍ତି। ଏଇ ମୁହୂର୍ତ୍ତରୁ ଆପଣଙ୍କୁ ମନ୍ତ୍ରୀ ପଦରୁ କଢ଼ାଗଲା। ମହାରାଜ, ମୋ କଥା ତ ଟିକେ ଶୁଣନ୍ତୁ। ଆଉ କ'ଣଟା ଶୁଣେଇବେ ମନ୍ତ୍ରୀବର? ନାଇଁ, ମନ୍ତ୍ରୀବର ନୁହେଁ, ଆଉ କ'ଣଟା ଶୁଣେଇବେ ବାନାମ୍ବର ବାବୁ? ଏ ରାଜା ମହେନ୍ଦ୍ର ସିଂର ନିଷ୍ପତ୍ତି କେବେ ବି ବଦଳିବନି। ଆପଣ ଏବେ ଆସିପାରନ୍ତି ବାନାମ୍ବର ବାବୁ। ଯାହା ହଉ ମହାରାଜ ଗୋଟେ ବଢ଼ିଆ କାମ କଲେ। ସେ ଧନଲୋଭୀ ମନ୍ତ୍ରୀଟାକୁ କାଢ଼ିଦେଲେନି ଯେ ଗୋଟେ ଗ୍ରହକୁ କାଢ଼ିଦେଲେ। ସେଇଟା ଗୋଟେ ଅଶୁଭ ଗ୍ରହ ଥିଲା ରାଜଦରବାର ପାଇଁ। ଏବେ ଗାଁଟା ସାରା ଲୋକ ଟୁପୁରଟାପର ହେଲେଣି। ଏବେ ମୁଁ କୁଆଡ଼େ ମନ୍ତ୍ରୀ ହେବି? ମୋର ଜମା ଧନରେ ଲୋଭ ନାହିଁ। ଯାହା ହଉ ବାଘା ବାବୁ, ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ଆପଣ ହିଁ ମନ୍ତ୍ରୀ ହେବାକୁ ଯୋଗ୍ୟ। ଆପଣଙ୍କ ପରି ଯୁବକମାନେ ସବୁବେଳେ ଉତ୍ସାହର ସହିତ କାମ କରିବା ଉଚିତ। ମହାରାଜ, ମନ୍ତ୍ରୀ ଡ୍ରେସ୍ ପ୍ୟାଣ୍ଟ ପିନ୍ଧିଦେଲା ପରେ ମୋର ଯେଉଁ ନିଶ ଅଛି ପୁରା ଜଳିବ ଚେହେରା ଆଉ। କେବଳ ସେତିକି ନୁହଁ, ପ୍ରତିପକ୍ଷ ଶତ୍ରୁଙ୍କୁ ଆପଣଙ୍କ ଚେହେରା ଜାଳିଦେବ। ଯୁଦ୍ଧ ସମୟରେ ସେନା ନେଇକି ଯେତେବେଳେ ଆପଣ ଆଗରେ ଥିବେ, ସେତେବେଳେ ପ୍ରତିପକ୍ଷ ଯୋଦ୍ଧାମାନେ ଆପଣଙ୍କ ଆଖି ଦେଖି ଡରିଯିବେ। ଆଉ ଯୁଦ୍ଧ କରୁ କରୁ ଯଦି ବା ଆପଣଙ୍କ ପ୍ରାଣ ଚାଲିଯାଏ, ତାହା ରାଜ୍ୟ ପ୍ରତି ଆପଣଙ୍କର ବହୁତ ବଡ଼ ବଳିଦାନ ହେବ। ନାଇଁ ମହାରାଜ, ସେଇ ପୁରୁଣା ମନ୍ତ୍ରୀ ବା ଭଲ ଥିଲେ। ଏ ଲୋକଙ୍କ ଟୁପୁଟାପରୁ କ'ଣ ମିଳିବ? ପୁରୁଣା ମନ୍ତ୍ରୀ ଆପଣଙ୍କ ସାଙ୍ଗରେ କେବେ ବେଇମାନ କାମ କରିଛନ୍ତି? ଯେତେ ଯୁଦ୍ଧ ହେଇଛି ସିଏ ଆଗରେ ଥାଆନ୍ତି ନା ଆଉ। ସେଭଳିଆ ମନ୍ତ୍ରୀ ଆଉ ଆପଣ ପାଇବେନି। ଯୁଦ୍ଧ କଲାବେଳେ ହସି ହସି ସିଏ ପ୍ରାଣ ଦେବା ଲୋକ। ମଣିଷ ମାତ୍ରକେ ଭୁଲ, କହୁ କହୁ କ'ଣ ଟିକେ କହିଦେଲେ ଆଉ ତାକୁ ଧରି ବସିଲେ ହବ? ସେଇ ମନ୍ତ୍ରୀକୁ ଆଣି ପୁଣି ନିଯୁକ୍ତି ଦିଅନ୍ତୁ। ଆଉ ଆପଣ ଏବେ କହୁଥିଲେ ମନ୍ତ୍ରୀ ହେବେ ବୋଲି? ଏ ଲୋକ କହୁଥିଲେ ନା, ମୁଁ କ'ଣ କହୁଥିଲି କି? ସନା ବାବୁ ଘରେ ଅଛନ୍ତି କି? ଆରେ ମନ୍ତ୍ରୀ ମହୋଦୟ, ଆପଣ କଣ ଏତେ ଚିନ୍ତିତ ଦେଖାଯାଉଛନ୍ତି? ନାଇଁ, ସନା ବାବୁ ଘରେ ନାହାନ୍ତି। ସେ କାଠ ଗଣ୍ଠି ଉପରେ ବସିଥିବେ ଯାଉ ଜଙ୍ଗଲ ଆଡ଼କୁ। ସନା ବାବୁ, ମୁଁ ଗୋଟେ ବଡ଼ ଅସୁବିଧାରେ ପଡ଼ିଯାଇଛି। ବମ୍ ଚିକି ବମ୍। ତାହେଲେ ବୁଦ୍ଧି ଆଉ ଧନ ଭିତରୁ ଆପଣ ଧନକୁ ସ୍ୱୀକାର କରିବେ ବୋଲି କହିଲେ। ରାଜା ମହେନ୍ଦ୍ର ସିଂଙ୍କୁ ମନେଇବାଟା ଏତେ ସହଜ ନୁହେଁ। ହଉ ଠିକ୍ ଅଛି, ମୁଁ ଯେମିତି କହୁଛି ସେମିତି କର। କୁଆଡ଼େ ଆଉ ଆସିଲେ ମନ୍ତ୍ରୀବର? ଆଉ କ'ଣ ସଫେଇ ଦେବାକୁ ବାକି ରହିଗଲା? ଆପଣଙ୍କର କଥା ମୋ ହୃଦୟକୁ ବହୁତ ଆଘାତ ଦେଇଛି। ମଣିଷ ଜୀବନରେ ଧନର ଆବଶ୍ୟକତା ତ ଅଛି ସତ, ମାତ୍ର ବୁଦ୍ଧି ତୁଳନାରେ ଧନ କିଛି ନୁହେଁ। ବୁଦ୍ଧିମାନ ଲୋକ କେବେ ବି କୌଣସି ସ୍ଥାନରେ ହାର ମାନି ନଥାଏ। ମହାରାଜ, ଆପଣ ଠିକ୍ କହିଛନ୍ତି। ଧନ ଅପେକ୍ଷା ବୁଦ୍ଧି ବଡ଼। କିନ୍ତୁ ମହାରାଜ, ମଣିଷ ପାଖରେ ଆଗରୁ ଯାହା ଥାଏ ସିଏ ସେଇଟାକୁ ମାଗି ନଥାଏ। ମୋ ପାଖରେ ଆଗରୁ ବୁଦ୍ଧି ଅଛି, ତେଣୁ କରି ମୁଁ ଧନ ମାଗିଥିଲି। ଆପଣ ମୋ କଥାଟାକୁ ଓଲଟା ଅର୍ଥରେ ନେଇଛନ୍ତି ମହାରାଜ। ଆରେ ସତେ ତ ମହାମନ୍ତ୍ରୀ,
ମୁଁ କଥାଟାକୁ ଅଲଗା ଅର୍ଥରେ ନେଇଯାଇଥିଲି। ମୋତେ ଆପଣ ଭୁଲ ବୁଝିବେନି। ରାଜ୍ୟ ପାଇଁ ଆପଣଙ୍କ ନିଃସ୍ୱାର୍ଥପର ସେବା ସେମିତି ଜାରି ରହୁ।